ମୋ ନାଁ ସୁଶାନ୍ତ ଏସା। ବନ୍ଦଙ୍ଗା ଆମ ଘର ବନ୍ଦଙ୍ଗା ପଞ୍ଚାୟତରେ। ବନ୍ଦଙ୍ଗା ପଞ୍ଚାୟତ 8 ମାସ ହେଲାଣି ପାଣିର ଅଭାବ। ଟ୍ୟୁବଲ୍ ଶୁଖିଗଲାଣି, କୂଅ ଶୁଖିଗଲାଣି, ଲୋକ ପୁରା ପାଣିରେ ଅସ୍ତଶସ୍ତ ହେଇଯାଉଛନ୍ତି। ତେଣୁକରି ସରପଞ୍ଚ କହିଲେ ଶୁଣୁନାହାନ୍ତି କି କୌଣସି ପ୍ରଶାସନ ଲୋକମାନେ ଶୁଣୁନାହାନ୍ତି। ତେଣୁକରି ଯଦି ଆଜି ଆମର ସମସ୍ତେ ମାନେ ମାଉସୀ ମାନେ ସମସ୍ତେ ଏକାଠି ହେଲେ ଯେ ଆମେ ପାଣି ପାଇଁ ଅସୁବିଧାରେ ଅଛୁ, ତେଣୁ ଆମେ ପାଣି ଯେଉଁ 100 କେତେ ଲକ୍ଷେ ଲିଟର ଲାଗିଛି, ସେଥିରେ ବି ମଧ୍ୟ କୌଣସି କାମ ଦଉନି। ହେଲେ ବହୁତ ବର୍ଷ ହେଲାଣି କାମ ଦଉନି, ଖାଲି ପଡ଼ିକି ରହିଛି, ଲୋକ ପାଣି ପାଉନାହାନ୍ତି। ସେଥିପାଇଁ ଆମେ ସରକାରକୁ ଗୁହାରି କରୁଛୁ, ଯେତେ ଜଲ୍ଦି ପାରୁଛନ୍ତି ଆମକୁ ପାଣି ଦିଆଯାଉ। ଏବଂ ପାଣି ଯଦି ନ ଦିଆଯିବ ତାହେଲେ ଆଗାମୀ ଦିନ ଆନ୍ଦୋଳନ କରିବେ, ବ୍ଲକ ଘେରାଉ କରିବେ ଏବଂ ପ୍ରତ୍ୟେକ ପଞ୍ଚାୟତ ସରପଞ୍ଚ ସମସ୍ତେ ବସିକି କିମ୍ବା ଆମର ରାଜରାସ୍ତାକୁ ଓହ୍ଲେଇବୁ ପାଣି ପାଇଁ। ପାଣି ଆମକୁ 8 ମାସ ହେଲାଣି ଭଲସେ ଦଉନାହାନ୍ତି। ସରପଞ୍ଚକୁ କହିଲେ ସେ କହୁଛନ୍ତି ଦେଖିବା ଦେଖିବା, ମୋ ହାତର କଥା ନୁହେଁ, ଏମିତି ସବୁ କହୁଛନ୍ତି। ଆଉ ପୋଖରୀରୁ ଆଣୁଛୁ, ନହେଲେ ଏଠି ଗୁଡିଆ ପାଣି ଆମର ଯୋଉ ନଳକୂଅ ଗୋଟେ ଅଛି ସେଠି ଗୁଡିଆ ପାଣି ବାହାରୁଛି, ସେଟା ଛାଣିକି ପିଉଛୁ। ଆଉ ଆମର ତଳ ସାହି ଘର ବଡକାଟିଆ ସାହି, ଆମ ସାହିକୁ ଟୋଟାଲ ପାଣି ଯାଉନି। ବନ୍ଧଗାଁର ଆଦିବାସୀ ସାହିଟା ପୁରା ପାଣି ନାହିଁ। ଆମକୁ କୁଆଡୁ ହେଲେ ସରକାର ଯୋଗେଇ ଦଉ ପାଣି, ନହେଲେ ମେଗା ଯୋଜନାରୁ ହେଲେ ଆଣିକି ଦଉ, ନହେଲେ ଆମର ଝିଅ ପିଲା ଯୋଉ ପାଣି ପାଇଁ ପୋଖରୀ ଯାଉଛନ୍ତି, କୋଉ ଭଙ୍ଗା ଟ୍ୟୁବଲରୁ ଆଣୁଛନ୍ତି, ବେମାର ହେଇକି ଲୋକ ପଡୁଛନ୍ତି। ଆଜ୍ଞା ଏଇ ଟାଙ୍କିର କିଛି ଭ୍ୟାଲୁ ନାହିଁ ଆଜ୍ଞା। 8 ମାସ ହେଲା କିଛି ଟାଙ୍କିକୁ ଆଉ କେହି ଅନଉନାହାନ୍ତି କି ବାବୁ ମାନେ କେହି ମନ୍ତ୍ରୀ ମାନେ ଏବେ ନୂଆ ମନ୍ତ୍ରୀ ବି କିଛି କରୁନାହାନ୍ତି କି ନୂଆ ସରପଞ୍ଚ ବି କିଛି ଦାୟିତ୍ୱ ନେଉନାହାନ୍ତି। ହଁ ଜଣା ହେଇଛି ତାଙ୍କୁ, ସେ କହିଲେ ହଁ ହଁ କହୁଛନ୍ତି ଆଉ 8 ମାସ ହେଲାଣି ଗଡେଇ ଦେଲେ। ଆଜ୍ଞା ଆମର ହଉଛି ପାଣି ସମସ୍ୟା ହଉଛି। ପାଣି ଆଜ୍ଞା ଟାଙ୍କି ଅଛି କିନ୍ତୁ ପାଣି ଆମେ ପାଇପାରୁନୁ, କିନ୍ତୁ ବହୁତ ହଇରାଣ ହଉଛୁ। ଆଉ ଆମେ ବାରମ୍ବାର ସରପଞ୍ଚକୁ କହିଲା ପରେ ବି ସରପଞ୍ଚ କିଛି ଶୁଣୁନାହାନ୍ତି। ଆଜ୍ଞା ଆମେ କେମିତି ପାଣି ପାଇବୁ? ପାଣି ତ ସବୁଦିନ ଆମର ସମସ୍ୟା ଅଛି, ଆଉ ପାଣି ପାଇଁ ଆମେ ହଇରାଣ ଅଛୁ। ଯୋଉ କୂଅ ଗୋଟେ ଦିଟା ଅଛି, ପାଣି ପାଇଁ ଗଲେ ସେଇ କୂଅରେ ସେ କାଦୁଆ ପାଣି ଉଠେଇକି ଆଣୁଛୁ। ଏଥିରେ ଟିକେ ଯାହାହେଲେ ଉପକୃତ ହୁଅନ୍ତୁ, ଏ ପାଣି ବି ଦଉନି। ଟାଙ୍କି ରହିଲେ ଲାଭ କଣ? ଟାଙ୍କି ତ କେତେ ବର୍ଷ ହେଲାଣି ଏଇ ଟାଙ୍କିରେ, ତାର ମାନେ ଆମେ କୋଉ ବର୍ଷ ସୁଦ୍ଧା ଆମେ ଉପକୃତ ହେଇନେ କି ଟିକେ ଭଲରେ ଚଳୁନୁ। ଟାଙ୍କି ରହିକି ଆମର ଲାଭ କଣ?